ମାମୁଁ ବାହାରକୁ ଯାଇଥିଲା ମାଇଁ ପ୍ରେମିକ ସହ ରୋମାନ୍ସ କରୁଥିଲା। ଆଉ ସେତିକି ବେଳେ ଭାଣିଜୀ ଘର ଭିତରକୁ ପଶି ଆସିଥିଲା। ଭାଣିଜୀ ସବୁ ଦେଖିଦେଲା ବୋଲି ଭାବି ମାଇଁ ଭାଣିଜୀର ଜୀବନ ନେଇଗଲା। ଏ କଥା ଥିଲା 9 ବର୍ଷର ଭାଣିଜୀର ଏଇ ଅଜା ଆଉ ମାଉସୀର କଥା ଆଜ୍ଞା। ଏପଟେ ମା ଝିଅକୁ ହରେଇ ବାରଣ୍ଡାରେ ଖାଲି ଚିତ୍କାର କରି କରି କାନ୍ଦୁଥିଲା। ଆଉ ସେପଟେ ପୋଲିସ ମାଇଁ ମୁହଁରୁ ସବୁ ସତ ବାହାର କରିବାରେ ବ୍ୟସ୍ତ ଥିଲା। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ସେ ହୃଦୟ ବିଦାର କାହାଣୀରେ ଏବେ ଆସିଛି ଏକ ନୂଆ ମୋଡ଼। ଭୁବନେଶ୍ୱରରେ ରହୁଥିବା ଅଜା ଆଉ ମାଉସୀ ଖୋଲିଛନ୍ତି ଶୈତାନ ମାଇଁର ଅସଲ ମୁଖା। ଏଇ 9 ବର୍ଷର ଭାଣିଜୀକୁ ମାଇଁ ପାଖରେ ଛାଡ଼ି ମାମୁଁ ଆଉ ମା ବାହାରକୁ ଯାଇଥିଲେ। ହେଲେ ସେତିକି ବେଳେ କୁଆଡ଼େ ମାଇଁର ପ୍ରେମିକ ଆସିଥିଲା। ଆଉ ମାଇଁ ପ୍ରେମିକ ସହ ରାସଲୀଳା କଲାବେଳେ ଭାଣିଜୀ ଦେଖିଦେଇଥିଲା। ଆଉ ସେଥିପାଇଁ ମାଇଁ ତାକୁ ମାରିଦେଇଥିଲା ବୋଲି ଅଜା ଅଭିଯୋଗ କରୁଥିବା ବେଳେ ମା କିନ୍ତୁ ଅନ୍ୟ କିଛି କଥା କହୁଛନ୍ତି ଆଜ୍ଞା। ପ୍ରକୃତ ସତ କ'ଣ, 9 ବର୍ଷର ଭାଣିଜୀର ଜୀବନ ନେଇଥିବା ମାଇଁ ପୋଲିସ ପାଖରେ କ'ଣ କହିଛି, ଏସବୁ ଜାଣିବା ପାଇଁ ଆଜିର ହୃଦୟ ବିଦାର କାହାଣୀକୁ ପୁରା ଦେଖନ୍ତୁ ଆଜ୍ଞା। ବାହାରକୁ ଯାଇଥିବା ମା ଆଉ ମାମୁଁ ଘରକୁ ଫେରି ଦେଖନ୍ତି ତ 9 ବର୍ଷର ଭାଣିଜୀ ଅର୍ଚ୍ଚନା ଘରେ ନାହିଁ। ଅନେକ ଖୋଜାଖୋଜି ପରେ ନ ପାଇବାରୁ ମାମୁଁ ଥାନାରେ ଅଭିଯୋଗ କଲା ପରେ ଭାଣିଜୀ କେଉଁଠି ବି ମିଳିନଥିଲା। ହଠାତ୍ ସନ୍ଧ୍ୟାରେ ଭାଣିଜୀ ଅର୍ଚ୍ଚନାର ମୃତଦେହ ବାଡ଼ିପଟ ଲାଟିନ୍ ଟାଙ୍କିରୁ ଏକ ପାଲ ତଳୁ ମିଳିବା ପରେ ପୋଲିସ ପହଞ୍ଚିଥିଲା। ଆଉ ତଦନ୍ତ ବେଳେ ଏମିତି କିଛି କଥା ସାମ୍ନାକୁ ଆସିଥିଲା ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ଘରେ ଥିବା ମାଇଁ ଉପରେ ପୋଲିସର ସନ୍ଦେହ ପଡ଼ିଥିଲା। ପୋଲିସ ମାଇଁକୁ ସେହି ଘର ଭିତରେ ଜେରା କରିବା ଆରମ୍ଭ କରିଥିଲା, ଯେଉଁ ଘର ଭିତରେ ଏହି ନୃଶଂସ ମାଇଁ ନିରୀହ ଭାଣିଜୀକୁ ଅତି ନିର୍ମମ ଭାବେ ମାରିଥିଲା। ମାଇଁ ପ୍ରଥମେ ଭାଣିଜୀର ମୁହଁରେ ନିଜ ପିନ୍ଧା ସାୟାକୁ ପୂରେଇ ଦେଇଥିଲା, ଯେମିତି ସେ ଆଉ ଚିତ୍କାର କରିପାରିବନି। ଆଉ ସେହି ସାୟା ଡୋରରେ କଅଁଳ ତଣ୍ଟିକୁ ଭିଡ଼ି ଧରି ଜୀବନ ନେଲାବେଳେ ଭାଣିଜୀଟା ଯେ କେତେ ଜୋରରେ ଛାଟିପିଟି ହେଉଥିଲା ସେ କଥା କହିବା ବେଳେ ତା ମନରେ ଟିକେ ବି ଦୁଃଖ ନଥିଲା ଆଜ୍ଞା। ଭାଣିଜୀର ଜୀବନ ଯିବା ପରେ ସେ ବେଡରୁମ୍ର ଖଟ ତଳେ ଶବକୁ ଲୁଚେଇ ରଖିଥିବା ମାଇଁ ପୋଲିସ ଆସିବା ଭୟରେ ଟେକି ନେଇ ଲାଟିନ୍ ଟାଙ୍କିରେ ପକାଇ ଦେଇଥିଲା। ଆଉ ଗୋଟେ ପାଲ ଘୋଡ଼େଇ ଦେଇ ସେଠୁ ପଳେଇ ଆସିଥିଲା। ପୋଲିସ ଯେତେବେଳେ ସତ ସାମ୍ନାକୁ ଆଣିଥିଲା ଏକଥାକୁ କେହି ସହଜରେ ବିଶ୍ୱାସ କରିପାରୁନଥିଲେ ଯେ ଗୋଟେ ମାଇଁ ନିଜ 9 ବର୍ଷର ଭାଣିଜୀକୁ ଏମିତି ମାରିପାରେ। ହେଲେ କ'ଣ ପାଇଁ ଜଣେ ମାଇଁ ନିଜ ଭାଣିଜୀକୁ ମାରିବ? ଭୁବନେଶ୍ୱରରେ ଥିବା ଅଜା ଆଉ ମାଉସୀ ଏକଥା ଶୁଣି ଘରେ ପହଞ୍ଚିବା ପରେ ସେ ଯେଉଁ ଅଭିଯୋଗ ଆଣିଥିଲେ ସେ ଅଭିଯୋଗ ଶୁଣିଲେ ଛାତିଟା ଥରି ଉଠୁଥିଲା ଆଜ୍ଞା। କେହି ନଥିବାର ସୁଯୋଗ ନେଇ ମାଇଁ କୁଆଡ଼େ ପ୍ରେମିକକୁ ଘରକୁ ଡାକିଥିଲା। ଏପଟେ ଖେଳିବାକୁ ଯାଇଥିବା 9 ବର୍ଷର ଭାଣିଜୀ ଅର୍ଚ୍ଚନା ଘରକୁ ଅଚାନକ ପଳେଇ ଆସିଥିଲା। ଆଉ ମାଇଁର ସବୁ ପ୍ରେମ ସେ ଦେଖିଦେଇଥିଲା। ମାଇଁର ସବୁ ଖେଳ ଧରା ପଡ଼ିଯିବା ଭୟରେ ଭାଣିଜୀକୁ ମାରିଦେଇଛି ବୋଲି ଅଜା କହୁଥିବା ବେଳେ ଝିଅ ଅର୍ଚ୍ଚନାର ମା କିନ୍ତୁ ଅନ୍ୟ କିଛି କଥା କହୁଛନ୍ତି। ଏହି ଭାଣିଜୀକୁ ମାରିଥିବା ମାଇଁ କୁଆଡ଼େ ତା ମାମୁଁକୁ ବାରମ୍ବାର ଛୁଆ ଜନ୍ମ କରିବାକୁ କହୁଥିଲେ। ହେଲେ ମାମୁଁ ଆଉ କିଛି ଦିନ ଅପେକ୍ଷା କରିବାକୁ କହୁଥିଲେ। ଆଉ କହୁଥିଲେ ଆମର ଦୁଇଟା ଭାଣିଜୀ ଅଛନ୍ତି, ତାଙ୍କୁ ନିଜ ଛୁଆ ବୋଲି ଭାବ, ଆଉ ସେମାନେ ଟିକେ ବଡ଼ ହୋଇଗଲେ ଆମେ ଛୁଆ ଜନ୍ମ କରିବା। କିନ୍ତୁ ମାଇଁ ମାମୁଁର ଭାଣିଜୀମାନଙ୍କ ପ୍ରତି ସ୍ନେହ ଆଉ ଭଲ ପାଇବାକୁ ସହଜରେ ହଜମ କରିପାରୁନଥିଲେ। ରାଗରେ ଥିବା ମାଇଁଙ୍କୁ ଶେଷରେ ଅପେକ୍ଷା କରିଥିବା ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନଥିଲା। ଘରେ କେହି ନାହାନ୍ତି, ତେଣୁ ଏହି ସୁଯୋଗ ପାଇବା ପରେ ଭାଣିଜୀକୁ ଏମିତି ନିର୍ମମ ଭାବେ ହତ୍ୟା କରିଥିଲା। ଏ କାହାଣୀ ସେହି ଭଣଜା ଭାଣିଜୀକୁ ମାମୁଁ ଘରକୁ ଯିବା ପୂର୍ବରୁ 100 ଥର ଭାବିବାକୁ ବାଧ୍ୟ କରିବା ଆଜ୍ଞା। ଯେଉଁ ମାମୁଁ ଘରେ ଏମିତି ନୃଶଂସ ମାଇଁ ଥିବେ। ଖରା ଛୁଟିରେ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚ ଦେଖିବାକୁ ଆସିଥିବା ନିରୀହ ଭାଣିଜୀଟା ଶେଷରେ ମାଇଁର ଶିକାର ହୋଇଯାଇଥିଲା। ସେ ଈର୍ଷା ପାଇଁ ହେଉ କି ପ୍ରେମ ପାଇଁ ହେଉ, ଏ ଦୁନିଆକୁ ଠିକ୍ ସେ ଜାଣିନଥିବା ଛୁଆଟାର କ'ଣ ଭୁଲ ଥିଲା ନିଜେ କୁହନ୍ତୁ ଆଜ୍ଞା। ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଘଟିଥିବା ବେଳେ ମା ଗାୟତ୍ରୀ ନିଜ ଝିଅକୁ ହରେଇ ମୁଣ୍ଡ ପିଟି ପିଟି କାନ୍ଦୁଥିବା ବେଳେ ମାମୁଁ ଗଣେଶ ନିଜ ଭାଣିଜୀକୁ ହରେଇ ଦୁଃଖରେ ଭାଙ୍ଗି ପଡ଼ିଛି। ଆଉ ସେ ମାମୁଁ ଜାଣିନଥିଲା ଯେ ସେ ଯାହାକୁ ବାହା ହେଇଛି ସେ ଗୋଟେ ଶୈତାନ ବୋଲି। ଭାଣିଜୀର ଜୀବନ ନେଇଥିବା ମାଇଁ ବିଦ୍ୟାଭାରତୀ ଏବେ ଜେଲର ଚାରିକାନ୍ଥ ଭିତରେ ସଜା କାଟୁଥିବା ବେଳେ ଏମିତି କଳଙ୍କିନୀ ମାଇଁକୁ କେମିତି ଦଣ୍ଡ ଦିଆଯିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।